ভুলি গল কি হে ভুলি গল কি ভুলি গল কি হে ভুলি গল কি দବାକୁ পড়িব বলিকি হে ভুলি গল কি হে ভুলি গল কি দବାକୁ পড়িব বলিকি ব্রহ্মাণ্ডর নাথ মহিমা অলেখ ব্রহ্মাণ্ডর নাথ মহিমা অলেখ ঠকি দেই গল চালিকি হে ভুলি গল কি হে ভুলি গল কি দବାକୁ পড়িব বলিকি ভুলি গল কি হে ভুলি গল কি দବାକୁ পড়িব বলিকি অনাদি অলেখ ব্রহ্ম পূর্ণ ব্রহ্ম স্বরূপক অখণ্ড ব্রহ্ম রূপায় গুরু ব্রহ্ম নমস্তুতে নমস্তে ভক্ত বন্ধু নমস্তে ভবতারকং নমস্তে করুণা সিন্ধু ভৃত্য বন্ধু নমস্তুতে অলেখং সদ্গুরু পঞ্চ সত্যধর্ম প্রকাশিতং সর্বধর্ম পরিশ্রেষ্ঠং গতি মুক্তি নসংশয় পদে বন্ধুত নিত্যং ভববন্ধং প্রমুজতে অভেদং সর্বত্র অপচঙ্গ রূপুনাতি অপচঙ্গ রূপুনাস্তি অধ্যং দুঃশত অলেখ অরূপস্ব অনাক্ষর ক্ষরতে মাত্রবিদং বিলপঞ্চ তৎপরে পরমং বিহু শব্দ বিকারমগ্ন অলেখং প্রতিযুগ্ম চ হে ভুলি গল কি হে ভুলি গল কি দବାକୁ পড়িব বলিকি হে ভুলি গল কি হে ভুলি গল কি দବାକୁ পড়িব বলিকি ব্রহ্মাণ্ডর নাথ মহিমা অলেখ ব্রহ্মাণ্ডর নাথ মহিমা অলেখ ঠকি দেই গল চালিকি হে ভুলি গল কি দବାକୁ পড়িব বলিকি 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 ব্রহ্মাণ্ডর নাথ মহিমা লেখ ব্রহ্মাণ্ডর নাথ মহিমা লেখ ঠকি দেই গল চালিকি হে ভুলি গল কি হে ভুলি গল কি দବାକୁ পড়িব বলিকি হে ভুলি গল কি দବାକୁ পড়িব বলিকি ব্রহ্ম মহিমা অলেখ হ্যালো 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 গুরু মহিমা অলেখ ব্রহ্ম মহিমা অলেখ মহাশূন্য ব্রহ্ম মহিমা অলেখ অলেখ যাও আজি ଆମମାନଙ୍କର ଭାଗ୍ୟର କଥା ଯେ ଯେହେତୁ ଆମେମାନେ ଆସି ଏଠି ଉପସ୍ଥିତ ସ୍ୱରୂପରେ ପ୍ରଭୁଙ୍କ ଦରବାରରେ ଆସି ପହଞ୍ଚିଛୁ ତେଣୁ ଆଜି କାହିଁକି ଆମେ ଏଠି ଏକତ୍ରିତ ହେଇଛେ ଯେହେତୁ ଆମର ଯେ କି ପୂର୍ବର ବାବା ମହୋଦୟ କେଳୁଚରଣ ବାବା ଆଜି 17 ବାର୍ଷିକ ଉତ୍ସବ ତମେ ଆମେମାନେ ଆଜି ଉପସ୍ଥିତ ହୋଇଛେ ତେଣୁ ବାବା ମହୋଦୟ ଆଜି ସର୍ବେଶ୍ୱର ବାବା ତାଙ୍କର ହେଉଛନ୍ତି ଭକ୍ତ ଏବଂ ତାଙ୍କର ଭକ୍ତମାନେ ସବୁ ଏକଜୁଟ ହେବାରୁ ତେଣୁ ଆମେ ସେଇ ସନ୍ଥ କବି ଭୀମ ଭୋଇଙ୍କର କିଛି ଆମେ ଭଜନ ପରିବେଷଣ କରି ସ୍ଥିତି ଉତ୍ପତ୍ତି ପ୍ରଳୟ ମଧ୍ୟରେ ଆମେ ଗତି କରିବା ସେଇ ସନ୍ଥ କବି ଭୀମ ଭୋଇ ତା ପୂର୍ବରୁ ଆମେ ବାବା ମହୋଦୟ ମାନଙ୍କ ଟିକେ ଶରଣ ନେଇଯିବା ମହାବ୍ରହ୍ମ ମହିମା ଅଲେଖ ତେଣୁ ଆମର ଭକ୍ତ ମାନଙ୍କ ପାଖରେ ଟିକେ ଶରଣ ନେଇଯିବା ଶୂନ୍ୟ ବ୍ରହ୍ମ ମହିମା ଅଲେଖ ମୋର ସାଧୁ ସୂର୍ଯ୍ୟଜନ ମାନେ ପଣ୍ଡିତଗଣ ମାନେ ଯୁବକ ବନ୍ଧୁ ମାନେ ମା ମାଉସୀ ମାନେ ଭାରତ ବର୍ଷର ଉପାଧି ପାଇଥିବା ମୋର କୁନି କୁନି ପିଲାମାନେ ଆଜିର ହେଉଛି
ଆମେ ସେଇ ପ୍ରଭୁଙ୍କ ଦରବାରରେ ଟିକେ ଶରଣ ନେଇ ଆମର କର୍ତ୍ତବ୍ୟ ପଥରେ ପଥିକ ହେବାକୁ ପଡ଼ିବ। ସନ୍ତ କବି ଭୀମ ଭୋଇଙ୍କର ତତ୍ତ୍ୱ ମହାପୁରୁଷ ଯାହାକୁ ବର୍ଣ୍ଣନା କରୁଛନ୍ତି। କ'ଣ କହିଛନ୍ତି? ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ି ଗଲେଣି ସକଳ ପ୍ରଭୁ ହେ ଗଡ଼ି ଗଲେଣି ସକଳ ଦୁଃଖ ପ୍ରଣୀତ କ୍ଷମା କର ପ୍ରଭୁ ଜାଗ୍ରତର ପ୍ରତିପାଳ। ତାଙ୍କ ପାଦ ପଦ୍ମରେ ଶରଣ ନେଲେ ଯେତେ ରୋଗ ନାହିଁ ସବୁ କଟି ଚାଲିଯିବ। କାହିଁ ମହାପୁରୁଷ ମାନେ ବର୍ଣ୍ଣନା କରୁଛନ୍ତି। କାହିଁକି ତାଙ୍କ ପାଦ ଧୂଳି ଚନ୍ଦନ ଭଳି ଯଦି ଆମେ ମଥାରେ ବୋଳି ଦେଇଥିବା କୌଣସି ରୋଗ ଆମକୁ ଗ୍ରାସିତ ହେବ ନାହିଁ ବୋଲି ସନ୍ତ କବି ଭୀମ ଭୋଇ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ପୁଣି କ'ଣ କହିଛନ୍ତି? କ'ଣ କହିଲେ? ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ି ଗଲେଣି ସକଳ ଦୁଃଖ ପ୍ରମିତ କ୍ଷମା କର ପ୍ରଭୁ ଜାଗ୍ରତରେ ପ୍ରତି ପାଳ। ସନ୍ତ କବି ପୁଣି କ'ଣ ଲେଖିଲେ? ପ୍ରାଣୀ କର ତ ଦୁଃଖ ପ୍ରମିତ ଦେଖୁ ଦେଖୁ କେ ବାସୁ ପ୍ରଭୁ ଦେଖୁ ଦେଖୁ କେ ବାସୁ ମୋ ଜୀବନ ପଛେ ନର୍କେ ପରିଥାଉ ଜଗତ ଉଦ୍ଧାର ହେଉ। ଜଣାଉଛି ମୁଁ ଯେ ତୁମ ପଦ୍ମ ପାଦେ ଆହେ କରୁଣା ଅନନ୍ତ ପ୍ରଭୁ ହେ ଆହେ କରୁଣା ଅନନ୍ତ ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି ସମସ୍ତ ତୁମ ଭକ୍ତ। সন্ত কবি ভীমভোই সুন্দর ভাবে বর্ণনা করে কহিলে প্রথম পদ প্রথম পাহাচ প্রথমর তত্ত্ব সন্ত কবি ভীমভোই সুন্দর ভাবে স্থিতি উৎপত্তি প্রলয় প্রলয় মধ্যে বিরাজমান করি সে সন্ত কবি ভীমভোই কহিলে বাম পটে লেখি দিও শূন্য ডাহাণ পটে লেখি দিও শূন্য মধ্যাহ্ନରେ লেখি দিও শূন্য তো কোন হলা তাকু মন্ডলা ଦେଇକି ଆଣ ତଳେ ଅନିର୍ମାଣ ହେଲା। ସନ୍ତ କବି ଭୀମଭୋଇ କ'ଣ କହିଲେ? ନଦୀ ମଣ୍ଡଳରୁ ଇଏ ସର୍ବେ ସଞ୍ଚରି ଇଏ ରୂପ ଇଏ ଅରୂପ ଇଏ ନାମ ଇଏ ବ୍ରହ୍ମକୁ ଧରି। ବାମ ପଟ ହେଲା ସ୍ତ୍ରୀ ଅଙ୍ଗ ଡାହାଣ ପଟ ହେଲା ପୁରୁଷ ଅଙ୍ଗ। ବାମ ଡାହାଣକୁ ମିଶେଇ ଦେଲେ ଏକତ୍ର ତତ୍ତ୍ୱ କରିଦେଲେ ସୃଷ୍ଟିର ନିର୍ମାଣ ଆସେ। କେମିତି ଆସେ ନା ବାମ ପଟ ହେଲା ଚନ୍ଦ୍ରାୟଣ ଡାହାଣ ପଟ ହେଲା ସୂର୍ଯ୍ୟାୟଣ ଇଏ ତିନିଟା ଶୂନ୍ୟ ମଧ୍ୟରୁ ଅନିର୍ମାଣ କଲେ। ସନ୍ତ କବି ଭୀମଭୋଇ କ'ଣ କହିଲେ? ଅନାଦି ମଣ୍ଡଳରୁ ସର୍ବେ ସଞ୍ଚରି ରୂପ ରୂପ ନାମ ବ୍ରହ୍ମକୁ ଧରି। ସେ ବ୍ରହ୍ମ ଥିଲା କୋଉଠି? মহাশূন্য পূর্ণ ব্রহ্ম মহাশূন্য পূর্ণ ব্রহ্ম
ମହାପୁରୁଷ ସନ୍ତ କବି ବହି କହିଲେ ହଁ। ଯୋଉଠି ଆଖି ପାଉନି ସେ ଅଦୃଶ୍ୟ, ଅଦୃଶ୍ୟ ମଧ୍ୟରେ ମହାପୁରୁଷ ସନ୍ତ କବି କହିଲେ କହିଲେ ରୂପରେଖା ବନ ଚିହ୍ନ ନଥିଲା ଦୃଶ୍ୟ ହେଲା କେମିତି? କେମିତି ବାପ ନାହିଁ କି ମା ନାହିଁ, ଚନ୍ଦ୍ର ନାହିଁ କି ସୂର୍ଯ୍ୟ ନାହିଁ, ପଞ୍ଚଭୂତ କିଛି ନାହିଁ, ପୃଥିବୀ ଆପ ତେଜ ବାୟୁ ଆକାଶ ଏମାନେ କିଛି ନଥିଲା, ନଥିଲେ। ତାହେଲେ ହେଲା କେମିତି? କେମିତି ଆଗ ହେଲା? ପଞ୍ଚଭୂତ ହେବାରୁ ଇଏ ସୃଷ୍ଟି ଆସିବାରୁ ତେଣୁ ଆମେ ମାନେ ଆସି ଖେଳାନୀଳା କଲେ। ତାହେଲେ କଣ କହିଲେ? সন্ত কবি বই পূর্ব অপর্ণা অনাক্ষরু দুর্গম হে রাজাত অপর্ণা অনাক্ষরু দুর্গম হে রাজাত দুর্গম রুদন মিলা নিগম ভেদ তত্ত্ব নিগম রুদন মিলা সহাস পদরত শক্তি আরে রারা রাম নাম পদ উদিত জানি ধুর শূন্য পরে বিহরি ভলারে পরে বিহরি ও নাগু মন্দারু সারবে সন্ত কবি বই কহিলে কোন কহিলে কহিলে যে কিছু নথিলা କିଛି ନଥିଲା নাই হ্যাঁ। বাপ নথিলে মা নথিলে পৃথিবী আপ তেজ বায়ু আকাশ এମାନେ নথিলে ନଥିଲେ তেଣୁ ହେଲା କେମିତି? କେମିତି ନା ହେଲା? ଅଣାକ୍ଷର ଦିରୁ ଅଣାକ୍ଷର ହେଲେ ବାପ, ହଁ ଆକାର ହେଲା ମା, ଆକାର ଅଣାକାର ଏକତ୍ଵ ହେବାରୁ ହବାରୁ ତେଣୁ ସେଇଠି ସନ୍ତ କବି ଭୀମଭୋଇ କହିଲେ କହିଲେ କଣ କହିଲେ? କହିଲେ ଉରୁମ ଝୁରୁମ ଜ୍ୟୋତି ଜୋର କେହି ନଥିଲା ଅରୂପାନନ୍ଦ ସ୍ୱାମୀଙ୍କ ଆଜ୍ଞାରେ ହେଲା। অরূপানন্দ স্বামীଙ୍କ আজ্ঞারে ହେଲା। অরূপানন্দ স্বামীଙ୍କ আজ্ঞারে ହେଲା। ଅରୂପାନନ୍ଦ କୋଉଠି ଥିଲେ? ଆମ ବାପାର ବାପା ହେଉଛନ୍ତି ଜେଜେ ବାପା, ଜେଜେ ବାପା ହେଉଛନ୍ତି ତା ବାପାର ବାପା ହେଉଛନ୍ତି ଗୋସାସୁର ବାପା, ଗୋସାସୁର ବାପା ପାଖରେ ସେଇଠି ଅରୂପାନନ୍ଦ ଥିଲେ, ତାଙ୍କ ଆଜ୍ଞାରେ ହେଲେ। ତାହେଲେ ସେ ଥିଲେ କୋଉଠି? ଠୁଳ ଶୂନ୍ୟରେ ଥିଲେ। ଠୁଳ ଶୂନ୍ୟ କାହାକୁ କହିଲ? କାହାକୁ ଇଏ ମୁଣ୍ଡଟା ହେଉଛି ତାଳୁ ଉପରେ ହେଉଛି ଠୁଳ ଶୂନ୍ୟ। ମହାପୁରୁଷ ସନ୍ତ କବି କଣ କହିଲେ? କହିଲେ? ଠୁଳ ଶୂନ୍ୟରୁ ଜନ୍ମ ହେଲା ଦିଗ ଆକାଶ, ଠୁଳ ଶୂନ୍ୟରୁ ଜନ୍ମ ହେଲା ଦିଗ ଆକାଶ, ଆକାଶରୁ ଜନ୍ମିଲା ପବନ ଚାଷ। ଏଇଠି ସନ୍ତ କବି ବହି ବର୍ଣ୍ଣନା କରି କହିଲେ କହିଲେ ଠୁଳ ଶୂନ୍ୟ, ଠୁଳ ଶୂନ୍ୟ ହଉଛି ମୁଣ୍ଡ, ଏ ମୁଣ୍ଡ ତାଳୁ ହଉଛି ଠୁଳ ଶୂନ୍ୟ, ଆକାଶରୁ ଖସି ଏ ଶୂନ୍ୟରେ ବିଶ୍ରାମ କଲେ। ତେଣୁ କିଏ ଆଗ ଜନ୍ମିଲା? ଆକାଶ ଜନ୍ମିଲା। ସନ୍ତ କବି କଣ କହିଲେ? କହିଲେ ଠୁଳ ଶୂନ୍ୟରୁ ଜନ୍ମ ହେଲା ଦିଗ ଆକାଶ, ଆକାଶରୁ ଜନ୍ମିଲା ପବନ ଅଣଚାଷ। ଅଣଚାଷ ଯାଉଛି ଆସୁଛି, ଯାଉଛି 11
ଆସୁଛି 11 11 କେ ଯାଇ 11 22 ତାକୁ ଯଦି ଆମେ ମିଶାଇ ଦେବା ଉପରକୁ ଯାଉଛି 12 ତଳକୁ ଆଉଛି 12 କେମିତି ନା ଭିତରେ ପଶିଲା ତାଳୁ ଦରରେ ମାଡ଼ ହେଲା ମାଡ଼ ହବାରୁ ତଳକୁ ଖସିଲା ଯେତେବେଳେ ତଳକୁ ଖସିଲା ଆମେ କହିଲା 11 ହଉଛି 12 11 ହଉଛି 12 12 ହେଲା 24 କି ନିର୍ମାଣ କରି ସନ୍ତ କବି ଭୀମ ଭାଇ କହିଲେ କଣ କହିଲେ 24 ହେଲା କେମିତି ନା ଏ ଶରୀର ହଉଛି 44 ଅଙ୍ଗୁଳରେ ଶରୀର ନିର୍ମାଣ 84 ଠୁଳ ଶୂନ୍ୟ ପର୍ଯ୍ୟନ୍ତ ହେଲା 84 ହାତ ଟେକି ଦେଲେ ହେଲା 4 ଆଙ୍ଗୁଳ 88 ନାଇଁ ଏ 84 ପର୍ଯ୍ୟନ୍ତ ଏ ଯେତେବେଳେ ପବନ ଯାଉଛି ସେଇଠି ସେ ମହାପୁରୁଷ ସନ୍ତ କବି କହିଲେ ଠୁଳ ଶୂନ୍ୟରୁ ଜନ୍ମ ହେଲା ଦିଗ ଆକାଶ ଆକାଶରୁ ଜନ୍ମିଲା ପବନ 49 ଜନ୍ମ ହେଲା ଅଗ୍ନି ହୁତାସନରୁ ଜଳ ହେଲା ପ୍ରକାଶ ଏ ଜଳରୁ ଜ୍ୟୋତି ରୂପ ବର୍ଣ୍ଣ ହୋଇଲା ଦୃଶ୍ୟ ওহি বলতে সর্প আপন মানে উপর যেতবে আসবে আগ ওহিকে দেখবে নাই ওহি বলতে সর্প মন্দির উপরে অছি সর্প আকাশরু খসিলা মানে সর্প আগ ধারণ করবে তারপরে পাতালু অতল বিতল তলাতল রসান্তল সপ্ত পাতাল মধ্যে ভেজিবাকু গলে আগ নাগকু ভেটিবে তাহলে কোউ পটরু যাবে এ তো ওলটা বৃক্ষ শরীর তত্ত্ব ব্রহ্মজ্ঞানরে মহাপুরুষ সন্ত কবি কহিলে ওই উপরে পৃথিবী রুহাইলে কুমারী সেঠারু রচিলে জ্যোতি যুগলা জড়ি তাহলে সে যুগলা জড়ি কি আছে সন্ত কবি পুরি বর্ণনা করে সুমন শান্ত মন সমাধি বিচারণ সমাধি বিচারণ শির বইয়া কুগেনি হইলে পাঁচ জন হইলে পাঁচ জন পাঁচ মনরু যাক খেলা প্রকৃতি গণ 25 প্রকৃতির বিকৃতি উৎপাদন 25 প্রকৃতির বিকৃতি উৎপাদন বিকৃতির জন্মিলা হাস্যর সাধুগণ বিকৃতির জন্মিলা হাস্যর প্রদান হাস্যর স্বরূপ জন্ম হইয়ার চতুর স্বরূপ জন্ম হইয়ার চতুর হাস্যর স্বরূপ জন্ম হইয়ার চতুর হাস্যর স্বরূপ জন্ম হইয়ার চতুর ষোড়শ সাগর হে পুরী ভলা হে পুরী অনাদি মনোর সন্তরি আর রূপ নাম রূপ নাম উদারি ভলা হে উদারি অনাদি মনোর সন্তরি মহাপুরুষ সন্ত কবি সুন্দর ভাবে
ମାତୃଗର୍ଭର ତତ୍ତ୍ୱକୁ ବର୍ଣ୍ଣନା କରି ଯାଉଛନ୍ତି। ହଁ, ହଁ। ତିଥି ଉତ୍ପତ୍ତି ପ୍ରଳୟ, ପ୍ରଳୟ ନଥିଲେ ସୃଷ୍ଟି ହେଇପାରିବ ନାହିଁ, ହେଇପାରିବ ନାହିଁ। ତିଥି ନଥିଲେ ପ୍ରଳୟ ହେଇପାରିବ ନାହିଁ। ତେଣୁ ମା ନଥିଲେ ବାପ ନାହିଁ, ବାପ ନଥିଲେ ମା ନାହିଁ, ତେଣୁ ଦୁଇଟା ଯାକ ଏକତ୍ରିତ କରିବାକୁ ପଡିବ। ସେଇଠି ସନ୍ତ କବି ଭୀମ ହୋଇ କହିଲେ ମା କହୁଛି ମୁଁ ଆସିବାରୁ ଇଏ ସୃଷ୍ଟି ହେଲା, ବାପ କହୁଛି ମୁଁ ଆସିବାରୁ ସୃଷ୍ଟି ହେଲା, ବାପ କହୁଛି ମୁଁ ସୃଷ୍ଟି କଲି, ମା କହୁଛି ମୁଁ ସୃଷ୍ଟି କଲି। ତା ତତ୍ତ୍ୱ କିଏ ସୃଷ୍ଟି କଲା ନା ବାପ କଲା କି ଆଗ କି ମା କଲା ଆଗ। ସେଇଠି ପରମ ବ୍ରହ୍ମଙ୍କ ପାଖରେ ପହଞ୍ଚି ଗଲେ। ଯେ ପରମ ବ୍ରହ୍ମ ବିଚାର କଲେ କଣ କହିଲେ ପରମ ମଜାରୁ ଶୁନୁ ଶିଖୁ ଖସିଲା ଭଲରେ ଶିଖୁ ଖସିଲା ପରଭଗତ ସ୍ୱର ବରିଷା ମୋକଲା ପରଭଗତ ସ୍ୱର ବରିଷା ମୋକଲା ଧରରେ ବିଷା ମୋକଲା ପରଭଗତ ଯେତେବେଳେ ବାପ କହିଲେ ମୁଁ ସୃଷ୍ଟି କଲି, ମା କହିଲେ ମୁଁ ସୃଷ୍ଟି କଲି, ତେଣୁ ସନ୍ତ କବି କହିଲେ କରୁଛନ୍ତି କରମ ମାନ ପିତା ମାତାଙ୍କ ବିଧାନ, କରୁଛନ୍ତି କର୍ମ ମାନ ପିତା ମାତାଙ୍କ ବିଧାନ, କରୁଛନ୍ତି କରମ ମାନ ପିତା ମାତାଙ୍କ ବିଧାନ, କରୁଛନ୍ତି କର୍ମ ମାନ ପିତା ମାତାଙ୍କ ବିଧାନ। ବନ୍ଧନରେ ଲେଖିଗଲେ ସନ୍ତ କବି ନିୟମୟୀ କହିଲେ ବାପ ହଉଛି ଆଗ ମା ହଉଛି ପଛ। ତେଣୁ କେମିତି ନା ସେ କହିଲେ କରୁଛନ୍ତି କର୍ମମାନ ପିତା ମାତାଙ୍କର ବିଧାନ। ପିତା ହେଲେ ବଡ, ମାତା ହେଲେ ସାନ। କେମିତି ବାପ ନଥିଲେ ତ ସୃଷ୍ଟି ହେଇପାରିବ ନାହିଁ, ମା ନଥିଲେ ସୃଷ୍ଟି ହେଇପାରିବ ନାହିଁ। ତେଣୁ ଆସିଲା କେମିତି ପରମ ବ୍ରହ୍ମ ବିଚାର କଲେ, କହିଲେ ତମେ ବାପ ହବନି ନା ମା ହବନି, ତାହେଲେ କେମିତି ହବ? ସୃଷ୍ଟିଟା କେମିତି ହବ ନା ପରମ ବ୍ରହ୍ମଙ୍କ ପାଖରୁ ଆସିବ। ବିଚାର କଲେ ଦେବତା ମାହାଣୀ ପରମ ବ୍ରହ୍ମଙ୍କ ପାଖରେ ପହଞ୍ଚିଲେ। ପରମ ବ୍ରହ୍ମ କୋଉଠି ଥିଲେ? ଠୁଳ ଶୂନ୍ୟରେ ବିରାଜମାନ କରିଥିଲେ। ପରମ ପୁରୁଷକୁ ପଚାରେ ସୃଷ୍ଟି କେମିତି ହବ? ପରମ ପୁରୁଷ କହିଲେ ପରମ ମଜାରୁ ଶୁନୁ ଶିଖୁ ଖସିଲା ପରଭଗତ ସ୍ୱର ବିଶ୍ରାମ ବିଚାର କଲେ। ପରମ ମଜାରୁ ଶୂନ୍ୟରୁ ସୁଖୁ ଖସିଲା। ପରମ ବିଚାର କଲେ କଣ ନା ଯୋଉ ଶୂନ୍ୟକୁ ଦୁଇ ଭାଗ କରିଦେଲେ, ଗୋଟିଏ ହେଲା ଠୁଳ ଶୂନ୍ୟ, ଗୋଟିଏ ହେଲା ମହାଶୂନ୍ୟ। ମହାଶୂନ୍ୟ ଉପରେ ଯେତେବେଳେ ପରମ ବ୍ରହ୍ମ ଅଛନ୍ତି ଦୁଇ ଭାଗରେ ବିଭକ୍ତ କଲେ। ଶରୀରଟାକୁ ଦୁଇ ଭାଗରେ ବିଭକ୍ତ କରିଦେଲେ। ଗୋଟେ କଲେ ବାମ ପଟ, ଗୋଟେ କଲେ ଡାହାଣ ପଟ। ବାମ ପଟେ ରହିଲେ ଚନ୍ଦ୍ରାୟଣ, ଡାହାଣ ପଟେ ରହିଲେ ସୂର୍ଯ୍ୟ। ନାଇଁ ତେଣୁ ବାପା ମା ଯେତେବେଳେ ଅଙ୍ଗ ଦେହରେ ରହିଲେ ସ୍ତ୍ରୀ ମାନଙ୍କୁ କହନ୍ତି ଅର୍ଦ୍ଧାଙ୍ଗିନୀ। ପରମ ବ୍ରହ୍ମ ବିଚାର କଲେ ଦି ଭାଗରେ ବିଭକ୍ତ କଲେ। ତାହେଲେ ବାପ କରିନି ନା ମା କରିନି? ଗଲା କିଏ ସୃଷ୍ଟି? ପରମ ମଜାରୁ ଶୁନୁ ଶିଖୁ ଖସିଲା ଗର୍ଭଗତ ସ୍ୱର ଦଳେ ବିଶ୍ରାମ କଲା। ଏଇଠି କଲେ ପିତା ଶୋଣିତ ସତ ସୁକ ପ୍ରାୟ ଦିଶି ସୁକ ପିତା ଶୋଣିତ ସତ ସୁକ ପ୍ରାୟ ଦିଶି বাপ କରିନାହାନ୍ତି ସୃଷ୍ଟି, ମା କରିନାହାନ୍ତି ସୃଷ୍ଟି, ପରମ ବ୍ରହ୍ମ କରୁଛନ୍ତି ସୃଷ୍ଟି। ଏମିତି କଲେ ନିଜ ଅଙ୍ଗ ଦିହରେ ଶୂନ୍ୟ ମଣ୍ଡଳରୁ ଦୁଇ ଭାଗରେ ବିଭକ୍ତ କଲେ। ଗୋଟିଏ କଲେ ଚନ୍ଦ୍ରାୟଣ, ଗୋଟିଏ କଲେ
ସୂର୍ଯ୍ୟାୟନ ସୂର୍ଯ୍ୟାୟନ ଚନ୍ଦ୍ରାୟନ କରିବାରୁ ତେଣୁ ଏ ଛୁଟି ଗୋଟିଏ ବାମ ପଟେ ମାକୁ ରଖିଲେ ଡାହାଣ ପଟେ ବାପାକୁ ରଖିଲେ। ସେଇଠି କହିଲେ ପରମ ବ୍ରହ୍ମ କଣ କହିଲେ? କହିଲେ ପିତା ଶୋଣିତ ଶ୍ଵେତ ଶୁକ୍ଳ ପ୍ରାୟ ଦିଶି କଳା କୁକୁମ ରଙ୍ଗ ଧବ ମିଶି। ନାଇଁ ବାପାର ରଙ୍ଗ ଯାହା ପିଲାର ରଙ୍ଗ ସେଇଆ ଅଛି। ମା ବାପା ମିଶିବାରୁ ରଙ୍ଗଟା ହେଲା କଳା ଆଉ ଗୋରା। କେମିତି ହେଲା? ମା କଳା ନେଇ ପିଲା ଆସିଲା। ନାଇଁ କେମିତି ଆସିଲା? ପିତା ଶ୍ରେଣୀତ ସତ୍ୟ ଶୁକ୍ଳ ପ୍ରାୟ ଦିଶି କଳା କୁକୁମ ରଙ୍ଗ ଧବଳ ଆଠ ମିଶି ଗୌର ନୀଳ ଲୋହିତ ଶ୍ୟାମଳ ପରକାଶୀ ପିଣ୍ଡ ଆବରିଛନ୍ତି କାଳ বিকাল বস আরে সে যেবে ছাড়ি দিবে ইয়ে পিণ্ড জীব ভাসি 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 ভারত আরে পিণ্ড রোচ না করি পাইয়ারে না করি ও না জীবন রুসা এইটি বিচার হলা বাপা ଆଉ ମା ଆସିଗଲେ। ବାପା ମା ଆସିବାରୁ ପିଲାଟି ଜନ୍ମ ହେଲା। ପିଲାଟି ଯେତେବେଳେ ଜନ୍ମ ହେଲା ପଚାରିଲା ତା ମାକୁ। ନାଇଁ ମା ପିଲାଟି କଣ କହିଲା? କହିଲା ମା ହଉଛି ବଡ। ମାକୁ ସେବିଲେ ବାପକୁ ପାଇ କେବେ ଯାଇ ପୁତ୍ର ନାଇଁ ତାହେଲେ କିଏ ଚିହ୍ନେଇଲା? ମା ଚିହ୍ନେଇ ନେଲା। শাস্ত্র কହୁଛି না 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 মা চিহ্নেইলা নাই। চিহ্নেইলা কিଏ? বাপা চিহ্নেইলা। କେମିତି କହିଲେ? ଗୀତାର୍ଥ ତତ୍ତ୍ୱସାରର ଶମ୍ଭୁନାଥ ଦାସ ଗୋଟିଏ ପଦ କହିଲେ। ଗୋଟିଏ ପଦ ତ ଏ ତ ସନ୍ଥ କବିଙ୍କ ଭୀମ ଭାଇଙ୍କ କଥା ନା, ଆଉ ଅନ୍ୟ ଭଜନ କିଛି ହେଇପାରିବ ନାହିଁ। ତେଣୁ କଣ ସେ କହିଲେ? ସେ କହିଲେ ନା ବାପା ହଉଛି ଆଗ। କେମିତି କହିଲେ? ମହାଶୂନ୍ୟ ବୀର୍ଯ୍ୟ ସ୍ୱର ରନ୍ଧ୍ରରେ ଗହିଲା ବାବୁରେ ପାଦ ପଦ୍ମରେ ଯାଇ ରସ ଉସ୍ତାନ ନେଲା। କିଏ ବଡ ଆଉ କିଏ ସାନ? ବାପା ହେଲା ବଡ। ମହାଶୂନ୍ୟରେ ବୀଜ ଷଡ଼ରନ୍ଧ୍ରରେ ଗଳିବାରୁ ନା ଷଡ଼ରନ୍ଧ୍ର ଦେଇ ଆସିପାରୁ ନାଇଁ। ତେଣୁ ମାତା ପଦ୍ମକୁ ଗଲା। ମୁଁ କହୁନି ସନ୍ଥ କବି ଇଏ କିଏ କହିଲେ? ଶମ୍ଭୁନାଥ ଦାସ କହିଲେ। ସେଇଠି ସନ୍ଥ କବି କଣ କହିଲେ? ନା 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 ହିସାବ ହବ ସେଠି। ବାପାର କେତେ ଆଇଲା, ମାର କେତେ ଆଇଲା। ହିସାବ ନହେଲେ ତା ତତ୍ତ୍ୱ ମିଶି ପାରିବ ନାହିଁ। କେମିତି? ପିଣ୍ଡ ଆଉ ବ୍ରହ୍ମାଣ୍ଡ। ପିଣ୍ଡରେ ଯାହା ଅଛି ବ୍ରହ୍ମାଣ୍ଡରେ ସେଇଆ ଅଛି ନାଇଁ। ପିଣ୍ଡ ବ୍ରହ୍ମାଣ୍ଡକୁ ଏକମତ କଲେ ନାଇଁ। ସନ୍ଥ କବି ଭାଇ କହିଲେ କହିଲେ ପିଣ୍ଡ ବ୍ରହ୍ମାଣ୍ଡକୁ ସପ୍ତ ସିଦ୍ଧିରେ କଳା ଶାଖା ରୂପେ ଚାରି ବେଦ ଜାତ ହୋଇଲା। ପିଣ୍ଡ ବ୍ରହ୍ମାଣ୍ଡକୁ ସପ୍ତ ସିଦ୍ଧିରେ କଳା ଶାଖା ରୂପେ ଚାରି ବେଦ ଜାତ ହୋଇଲା। ସନ୍ଥ କବି ଭାଇ ସୁନ୍ଦର କଥାଟି ବର୍ଣ୍ଣନା କରି କହିଲେ। କହିଲେ ପିଣ୍ଡ ଆଉ ବ୍ରହ୍ମାଣ୍ଡ ଏକମତ। ମା ଯାହା ବାପା ସେଇଆ। ପିଣ୍ଡ ବ୍ରହ୍ମାଣ୍ଡକୁ ଏକମତ କରି ସନ୍ଥ କବି କହିଲେ ପିଣ୍ଡ ଆଗ ନା ବ୍ରହ୍ମାଣ୍ଡ ଆଗ? ପିଣ୍ଡ ଆଗ ନା ବ୍ରହ୍ମାଣ୍ଡ ଆଗ? ସେଇଠି ବିଚାର ହେଲା। ସନ୍ଥ କବି ଏଇଠି କହିଲେ ପିଣ୍ଡ ବ୍ରହ୍ମାଣ୍ଡକୁ ସପ୍ତ ସିଦ୍ଧିରେ କଲା। ସିଦ୍ଧ ଲାଭ କଲା 7ଟା ବାର। କେମିତି? ସୋମବାର ମଙ୍ଗଳବାର ବୁଧବାର ଦେଇ 7ଟା ବାର ଦିହରେ ସପ୍ତାଙ୍ଗରେ
সব অষ্টাঙ্গরে তাকে যোগ কলে যোগ করিবার মিলিলা কোন সন্তকানি কোন কইলে কইলে পিণ্ডে যা হচ্ছে ব্রহ্মাণ্ডের সেইয়া হচ্ছে দেখা 12 নক্ষত্র করো বিচার কলে কোন বিচার কলে পিণ্ড ব্রহ্মাণ্ড কু 7টা 12 কু মিশাই 7 নাই 7 হলা 14 মার আইলা কেতে 4 3 হলা 7 নাই বাপার হলা 3 মার হলা 4 আপন মানে 4টা 12 ধরি কি ইয়ে করু না ସବୁଥିରେ ଚାଲିছে 4ଟା 12 বিচার কলি তেণু সন্ত কবি ভীম ভাই কইলে কইলে পিণ্ড ব্রহ্মাণ্ড কু সত্য সিদ্ধিরে কলা তো সিদ্ধিরে কলা শাখা রূপে সারি বেদ শাখা রূপে সারি বেদ জাত করিলে তো জাত করিলে শাখার উপরে 4 বেদ রূপ শ্যাম যজু অথর্ব তাহলে আমার ভাইনা মানে ব্রাহ্মণ মানে যে অছন্তি তাকে রূপ শ্যাম যজু অথর্ব 4টা বেদକୁ সে সাধন କରିଛନ୍ତି তেଣୁ ଯୋଉ ଋକ୍ ବେଦ ରହିଲା ଶିଶୁ ବେଦ ରହିଲା ନାଇଁ ଏ ଯୋଉ ବେଦ ଦୁଇଟା ରହିଲା ସେ ଗୁପ୍ତ ରହିଲା କାହିଁକି ଆଉ ସାଡକୁ ବ୍ରାହ୍ମଣ ମାନେ ଯାଇପାରି ନଥିବାରୁ ସେଠୁ ବେଦ ବଣା ହେଲା কোন বেদ বনা হলে না যুগ কলে 4 কলে যুগ কোন 4 কলে যুগ সত্য ত্রেতয়া দ্বাপর কলি এহলা 4টা যুগ নাই আর উপরে সত্য কোন কলে না সত্য শান্তি দয়া ক্ষমা এ বি 4 কলে নাই তেণু পুরুষ কলে 4 না নাই তেণু স্ত্রী বি কলে 4 নাই শঙ্খিনী হস্তিনী পদ্মিনী চিত্রিণী ଆଉ ନିର୍ବେଦନ ଯୋଉ ତତ୍ତ୍ୱ ଗୁଡାକ ରହିଲା ସେ ତାକୁ ଛାଡ଼ିଦେଲେ ଛାଡ଼ିଦବାରୁ ସେଇଠି ବେଦ ବଣା ହେଇଗଲା କଣ ବେଦ ବଣା ସନ୍ତ କବି ସେଇ କଥାଟି କହିଲେ କଣ କହିଲେ ବାମ ଡାହାଣ ଜାନୁ ଋକୁ ଶ୍ୟାମ ସେ ସ୍ଥାନୁ 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 মনু জন্ম হলা মনীষ ଯୋଉ ଦିନଠୁ ମନୁ ଜନ୍ମ ହେଲା ସେଇ ଦିନଠୁ 4ଟା ବେଦ ଆଇଲା ନାଇଁ ଆଉ ବେଦ କୁଆଡେ ଗଲା ବେଦ ହଉଛି 6 ବେଦ ଛର ବେଦ ଟିକେ ସର ସମ୍ବାଦ ତା ଉପରେ ଅଛି ନିର୍ବେଦ ওইঠা ନୁ କି କାମନା ନୁହ ଅଭିରାମ କହିଲେ ସେ କଣ ନାଇଁ ସେ କାହିଁକି କଥା କହିଲେ ଆଉ ବେଦ ଅଛି ନିର୍ବେଦର ତତ୍ତ୍ୱକୁ କେହି ପାଇପାରିଲେ ତେଣୁ କିଏ ପାଇଥିଲେ ऋषि माने पाइथिले ऋग्वेद को धारण करिबारु शिशुवेद को धारण करिबारु जोगी ऋषि माने ताकू वर्तमान खेलुछंती कोन ये बेद कोन रहिला एते सेठी विचार कले ऋग्वेद जे स्थानु द्वितीय भुजमुळु जजु अर्थव तेनु धनुर्वेद जा कई साक्षात अटई मनु गोटिए जुग गले गोटिए हुए मनु तथि पर उल्लेख गुरु निर्माण सुनता उपके जाई पारु नाहति शिशुवेद रहिला उपरे उल्लेखंग पाखरे रहिला शिशुवेद तेनु मोर जे बाबा महोदय माने जोगी ऋषि माने से शिशुवेद को पाइबा पाई ब्रह्मवेद को पाइबा पाई तेनु जप तप सब करूछंती हुंका पाइटी जातन तार कि ब्रह्म तत्व पाइ पारबा नहीं सेति सगते महापुरुष गले शिशुवेद से तानु द्वितीय भुजमुळु जजु अर्थव तेनु धनुर्वेद जा कोई साक्षात अटे मनु गोटिए जुग गला
ଗୋଟିଏ ହୁଏ ମନୁ ତା ଉପରକୁ ଯିବା ତଥି ପରେ ଲେଖ ପୁର ନିର୍ମାଣ ଶୁଣୁ ସ୍ୱର୍ଗ ମଧ୍ୟ ପାତା ତ୍ରିପୁର କୁ ଧରି ଫଳରେ ପୁର ଧରି କହିଲେ ସମସ୍ତେ କହନ୍ତି ତିନିଟା ପୁର ବ୍ରହ୍ମାଣ୍ଡରେ ଅଛି ତିନିଟା ପୁର ପିଣ୍ଡରେ ଅଛି ତିନିଟା ପୁର ତିନିଟା ପୁର କଣ ନା କୋଟି ଠାରୁ ପାଦ ପର୍ଯ୍ୟନ୍ତ ହେଲା ପାତାଳ ପୁର କୋଟି ଠାରୁ କଣ୍ଠ ପର୍ଯ୍ୟନ୍ତ ହେଲା ମର୍ତ୍ତ୍ୟପୁର କଣ୍ଠ ଠାରୁ ମୁଣ୍ଡ ହେଲା ତିନି ପୁର ହେଲା ତିନି ପୁର ମଧ୍ୟରେ ସନ୍ତ କବି କହିଲେ ସେଠି ବ୍ରହ୍ମ ଅଛି ଆଉ ବେଦ ବି ସେଠି ଅଛି ନାଇଁ ଆଉ ଗୋଟିଏ ପୁର ଅର୍ଦ୍ଧମାତ୍ରାରେ ରହିଛି ତାକୁ ସେ ପୁରକୁ ବର୍ଣ୍ଣନା କରି କହିଲେ ସେ ପୁରକୁ ଚାଲିଯାଅ ସେଇଠି ବ୍ରହ୍ମ ଅଛି ଜ୍ଞାନ ଅଛି ସମସ୍ତେ ଅଛନ୍ତି ନା ଠୁଳ ଶୂନ୍ୟର ମଧ୍ୟରେ ସମସ୍ତେ ବହିଛନ୍ତି ସେଇଠି ସମସ୍ତେ ଯେମିତି ଆମର କପିଳାସକୁ ଗଲେ ଦେବସଭାକୁ ଗଲେ ଦେବତା ମାନଙ୍କର ସଭା ନା ନାଇଁ ଚାଲିଥିଲା ସେମିତି ଶୂନ୍ୟ ମଣ୍ଡଳରେ ସମସ୍ତଙ୍କର ଦେବତା ମାନଙ୍କର ଅଛି ନାଇଁ ସେଇଠୁ ସବୁ ଛୁଟି ଆସୁଛି ସେଇ ଜାଗାକୁ ଯାଇକିରି ପହଞ୍ଚ ସନ୍ତ କବି ଡାଇରେକ୍ଟ ତାଙ୍କୁ ପଠେଇ ଦେଲେ କୋଉଠିକି କହିଲେ ତିନି ପୁରା ମଧେ ମନ ଗିରି ସ୍ଥାପିଲା ତେଣୁକରି ପାଖୁଡ଼ା ଲତା ଫୁଟିଲା এইটি কইলে সন্ত কবি এবং বই তিনটা পুরো উপরে আর গোটা পুরো আছে যে পুরো কোনে কেই যাই পারু নাতি না চন্দ্রমণ্ডলর মনীষ আসিলানি সূর্যমণ্ডলকু যাই পারু নাতি তেণু সূর্যমণ্ডল সেটি গলে সমুদ্র ব্রহ্ম পাকারে কেই লীন হই নাই সে ব্রহ্ম কই নাতি সন্ত কবি কোন কইলে সে ব্রহ্মর তেজ দাসে রহি ন পারুতি পাছে ব্রহ্মর তেজ দাসে রহি ন পারুতি পাছে সে ব্রহ্মর তেজ দাসে রহি ন পারুতি পাছে ব্রহ্মর তেজ দাসে রহি ন পারুতি পাছে মনগিরি তাপিলা তেণু করি পাখুড়ারে লতা লতা ফুটিলা কেমিতে ফুটিলা কেমতি কাইকে ফুটিলা কাইকি কোউঠি পাই ফুটিলা সেইটি সন্ত কবি ওই কইদেলি নাই কোন কইলে তিনি পুরো উপরকু গলা বেলকু আশা কাছা নাই যোগী ঋষি মানে যাই পারু নাহান্তি আমি কেমিতি মনীষ ଯିବା নাই সেই কহিলে গোটিয়ে কথা রামায়ণের গোটা পদ ଅଛି যা নাম অনুমান তা নাম হনুমান হনুমান নাই রামায়ণের গোটা পদ নাই আর সে অনুমান সিনা কলে তা তত্ত্ব জানিবু অনুমান ন কলে তুই কেমি জানিবু কেমতি জানিবা নাই যা নাম অনুমান তা নাম হনুমান এ অনুমান হইছে এই সাতটা সমুদ্র সাতটা বারণ অজপা সূত্রকু মন্ত্রে ধরি সে যাইকি পৌঁছিলা লঙ্কা গড়রে সেমিতি হেলে হব না সাইকেলে যাই পারিব সেটিকি তেণু হউ
ଛାଡ଼ ସେଇଠି ମହାପୁରୁଷ ସନ୍ତ କବି କହିଲେ କଣ କହିଲେ? କହିଲେ ତିନି ପୁରା ମଧ୍ୟ ମନଗିରି ସ୍ଥାପିଲା ତେଣୁ କରି ପାଖୁଡାରେ ଲତା ଫୁଟିଲା ପିତା ବୀଜକୁ ଅଛି ପିଞ୍ଜରା ହାର କଲା 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 ମାତାର ଚୋର କଟେ ମାଉଁସ ଘୋରାଇଲା ମାତାର ଚୋର କଟେ ମାଉଁସ ଘୋରାଇଲା ରୁମ ଚର୍ମ କୁରୁଅ ବଟା ଝାଉଡ଼ି କଲା ସମ ଦ୍ୱାରୁ ନବ ଘରକୁ ଫିଟାଇଲା ଘରକୁ ଫିଟାଇଲା ଏହି ସଂସାରେ ସାର ମାନବ ଜନ୍ମ ହେଲା ଏହି ସଂସାରେ ସାର ମାନବ ଜନ୍ମ ହେଲା ତିଥି ଦେଇ ଉତ୍ପତ୍ତି ପ୍ରଳୟ କରିନେଲା ତିଥି ଦେଇ ଉତ୍ପତ୍ତି ପ୍ରଳୟ କରିନେଲା ହେ ବିମୋର ଚିତ୍ତ ଜ୍ଞାନ ବିଚାରି ଭବରେ ଜ୍ଞାନ ବିଚାରି ଅନତି ମନରୁ ସଚାରି ଆରେ ରୂପ ରୂପ ନମ ରୂପ ରୂପ ନମ ରୂପ ରୂପ ନମ ରୂପ ରୂପ ନମ ତୁ ଧରି ଭବରେ ବନ୍ଧ ତୁ ଧରି ଅନତି ମନରୁ ସଚାରି ସୁନ୍ଦର ଭାବରେ ସନ୍ତ କବି ଭୀମଇ ବର୍ଣ୍ଣନା କରି କହିଲେ ମାତୃଗର୍ଭରୁ ମାନବ ଜନ୍ମ ହେଲା ନାଇଁ ସେ କଣ କରିବ କଣ କରିବ? ମା ଗର୍ଭରୁ ଜନ୍ମ ହେଲା ହଁ ନାଇଁ ଯାହାକୁ କହନ୍ତି ମାନବ ନାଇଁ ହଁ। ମା ଗର୍ଭରୁ ଜନ୍ମ ହେଲା ମାନବ ଆପଣ ମାନେ ଗୋଟିଏ ପରର ଉପକାର କରିବେ ନାଇଁ କଣ କରିବେ ତା ବାରିଘର କାମ କରିବେ ନାଇଁ କଣ ନା ମୁଁ ଯାଇଥିଲି ପରର କାମ କରିବାକୁ ପରର କାମ କଲେ ନା କାହାର କାମ କଲେ କାହାର କାମ କଲେ ପରର କାମ କଲେ ପରର କାମ ନୁହଁ ଆଉ କାହାର? ସେ ହଉଛି ପରମ ବ୍ରହ୍ମଙ୍କର କାମ ନାଇଁ ଲୋକର କାମ କରିବାକୁ ଯାଇଥିଲେ କଣ କହିବେ ମୁଁ ସେ ଲୋକ ଯାଇଥିଲି କାମ କରିବାକୁ ନାଇଁ ସେ ଲୋକର କାମ ନୁହଁ ଲୋକନାଥଙ୍କର କାମ ଲୋକନାଥଙ୍କର କାମ। ନାଇଁ ହଁ। ତେଣୁ ଯାହା କିଛି କରନ୍ତୁ ମହାପୁରୁଷ ମାନେ କହିଛନ୍ତି କେହି କାହାର କାମ କେହି କାହାର କରୁ ନାହାନ୍ତି ନାହାନ୍ତି। ତେଣୁ ଏ ସଂସାରରେ ଯେତେବେଳେ ମାନବ ଜନ୍ମ ହଉଛି ସେ କାହା କଣ କରିବାକୁ ଯାଇଛି ପରର କାମ କରିବାକୁ ଆଇଛି ନା ପରମ ବ୍ରହ୍ମଙ୍କର କାମ କରିବାକୁ ଆଇଛି ପରମ ବ୍ରହ୍ମଙ୍କର କାମ କରିବାକୁ ଆଇଛି କେମିତି ସେଇଠି କହିଲେ ଯେତେବେଳେ ମାନବ ଜନ୍ମ ଗ୍ରହଣ କରୁଛି ମର୍ତ୍ତ୍ୟମଣ୍ଡଳରେ ନାଇଁ ଦେହ ବହିକିରି ଯେତେବେଳେ ଜନ୍ମ ହେଲା ସେ କଣ କରିବ ଆଉ କଣ ନାହିଁ ସେଇଠି ସନ୍ତ କବି ତାକୁ ଉପଦେଶ ଦେଲେ କଣ କହିଲେ ଲେଖ ଗୁରୁ ମହିମା ଲେଖ 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 ମହିମା। ଯାହା ହଉ ଆଜି ଭାରତ ମୁଦ୍ରା ଦେଇଥିବାରୁ ଫୁଲ ପୁଷ୍ପମାଳ ସହିତ ବାବାଙ୍କ ମଦରେ ମୁଁ ଶରଣ ନେଇଯାଉଛି ତେଣୁ ଗୁରୁ ମହିମା ବାବାଙ୍କର ଆପଣ ମାନଙ୍କର ଇଏ ମୋର ମାଳ ନୁହଁ କାହିଁକି ମୁଁ ଶବ୍ଦର ଅର୍ଥ ନାହିଁ କିଛି ମୁଁ ଆପଣମାନଙ୍କୁ କିଛି ଅର୍ଥ କହିପାରିବି ନାହିଁ ତେଣୁ ସନ୍ତ କବି ଲେଖିଛନ୍ତି ମାନବ ଯେତେବେଳେ ଜନ୍ମ ହେଲା ସିଏ 33 କୋଟି ଦେବତାକୁ ନେଇକିରି ଆସିଲା ନାଇଁ ଶରୀର ଦିହରେ ଯଦି ଶରୀର ଦିହରେ 33 କୋଟି ଦେବତାକୁ ନେଇକିରି ଆସିଲା ମୁଁ ସେଇ 33 କୋଟି ଗୋଟେ ଦେବତା ମାନେ ଗୋଟିଏ ଦେଇଛନ୍ତି ଅଲେଖ ସଦ୍ଗୁରୁ ରୂପଞ୍ଚ ସତ୍ୟ ଧର୍ମ ପ୍ରକାଶିତ ସର୍ବଧର୍ମ ପରଶ୍ରେଷ୍ଠ ଭକ୍ତି ମୁକ୍ତି ଯେତେବେଳେ ମାନବ ଆସି ମର୍ତ୍ତ୍ୟମଣ୍ଡଳରେ ପହଞ୍ଚିଲା ସେ କଣ କଲା ଆଗ କଣ କଲା ଶରୀରଟା ରଖିଦେଲା ଆଗ ଦୁର୍ଲଭ ଶରୀର ନାଇଁ ଏ ଶରୀରଟା କଣ ଦୁର୍ଲଭ କାହିଁକି ଦୁର୍ଲଭ କଲା କାହିଁକି ଦୁର୍ଲଭ କଲା? କାରଣ କଣ ଦୁର୍ଲଭ କରିବାର କାରଣ କଣ
সেইটি সকাশে কহিলে সন্ত কবি বই দুর্লভ জন্ম পিণ্ডে সকল সিদ্ধি এই শরীরে জ্ঞান পারিলে নাই। তাহলে আমি কোন করিବାକୁ পড়িব? সেই প্রভুকে ধ্যান କରିବାକୁ পড়িব। কেমিতি ধ্যান করিবা? বলে অনুমান করি সরব কর্ম জানিলা ওলট জঙ্গম বৃক্ষ নাম বহিলা। মহাপুরুষ কলে শরীরটা হচ্ছে ওলট বৃক্ষ, তার উপরে হচ্ছে ডাল পত্র, তলে হচ্ছে তার মূল। না তলে মূল না উপরে ডাল? কেমিতি জানিব তুমি? না উপরକୁ হচ্ছে তার ডাল নাই। যদি এ শরীরে সুর প্রশিরা যাইছি তার উপরে হচ্ছে তার মূল। কোটি উপর মূল উপরটা তার মূল উপরটা হলো মূল, পাদ হলো ডাল ডাল। সন্ত কবি কোন কইলে? পাদ পঙ্কজ অছন্তি সে বস্ত কুলা নাগ। নাগ হলা 8টা নাই। নাগর না কেতে প্রকার ଅଛି? কালী নাগ, দম্ভা নাগ, অবঙ্গ নাগ, দুনিয়া প্রকার নাগ ଅଛି। নাগକୁ କହିବାକୁ ମୋର ମନ ନାହିଁ, ସମୟ ନାହିଁ। ମୁଁ ଶର୍ଟରେ ସାରି ଦେବି, ମୋର ଏଇଠି ଭଜନଟା ମୋର ବନ୍ଦ କରିବି, ଆପଣ ମାନେ ପରିବେଷଣ କରିବେ। ତେଣୁ ମହାପୁରୁଷ କଣ କହିଲେ? ପାଦ ପଙ୍କଜ ଅଛନ୍ତି 8ଟା। ଇଏ ଶରୀରରେ 8ଟା କିଳା, 8ଟା କିଳା ଧିରେ 8ଟା ନାଗ ଅଛନ୍ତି। 8ଟା କିଳା କିଏ? ପାଦ ଯାଜପୁର କିଳା 1, ନଳି ଗଣ୍ଠି କିଳା 2, କୋଟି କିଳା 3, ନାଭି ମଣ୍ଡଳ କିଳା 4, ହୃଦ କିଳା ହେଲା 5, କଣ୍ଠ କିଳା ହେଲା 6, ଶୂନ୍ୟ କିଳା ହେଲା 7, ବ୍ରହ୍ମ କିଳା ହଉଛି 8ଟା କିଳା ଧିରେ 8ଟା ନାଗ ଅଛନ୍ତି। ଅନନ୍ତ ନାଗ, କାଳୀ ନାଗ, ଚମ୍ପା ନାଗ, କେତେ ପ୍ରକାର ନାଗ ରହିଛନ୍ତି। ତାକୁ ବର୍ଣ୍ଣନା କଲେ କୋଉ କିଳା ଧିରେ କୋଉ ନାଗ ରହିଲା টিকে পরে কহিবি। তেণু মোর ভজনটি আগে যায় তারপরে কহিবি। তেণু সন্ত কবি কোন কইলে? সে বস্ত কুল নাগ শিরে খঞ্জিছন্তি সপ্ত ব্রহ্মাণ্ড স্বর্গ চালন্ত ধুমু ধুমু শব্দ করুছি নাগ, চালন্ত ধুমু ধুমু শব্দ করুছি নাগ। সকাব পোতা দুহে কালুয়া ছন্দিয়ঙ্গ, সকাব পোতা দুহে কালুয়া ছন্দিয়ঙ্গ, এই আনু ছন্দিরে ছয় সৌপাদি ভরারে ছয় সৌপাদি দুর্লভ জন্ম পিতা ছয় দুর্লভ শরীর নেই কোন করিবে? সেইটি সন্ত কবি কহিলে দেখাই গেলে কলে দুই পাখ একঠারে কোরাই মেল বেনি জানু সন্দীপত্র ইন্দ্রিম মন্ডল। পাখ একঠারে কোরাই মেল বেনি জানু সন্দীপত্র ইন্দ্রিম মন্ডল, বেনি জানু সন্দীপত্র ইন্দ্রিম মন্ডল, বেনি জানু সন্দীপত্র ইন্দ্রিম মন্ডল। কামকামী ফুটি অଛନ୍ତି করি সেଠାରେ কামকামী ফুটি অଛନ୍ତି করি প্রকৃতি পবନରେ দেই অঠাল ধারি, প্রকৃতি পবନରେ দেই অঠাল ধারি। রেত জয় পুহুরি মারু অছিল হরি, রেত জয় পুহুরি মারু অছিল হরি। ছয় ছণকে ধাপ নাগ সরপ পরি, ছয় ছণকে ধাপ নাগ সরপ পরি, ছয় ছণকে ধাপ নাগ সরপ পরি, দক্ষিণর চবিমুটি দক্ষিণর চবিমুটি মন রাভেটি ভলারে মন রাভেটি দুর্লভ জন্ম পিনে ছক রাজুতি।
ବାଇଶ କୋଟି ଦେବତାକୁ ଏ ଶରୀରରେ ରଖିଦେଲେ ରଖିଦେଲେ ଆଉ ଖୋଜିବାକୁ କୁଆଡ଼େ ନାହିଁ। ନାହିଁ। ସନ୍ତ କବି ଭୀମଭୋଇ କହିଲେ କହିଲେ, ନାଭି କମଳରେ ବ୍ରହ୍ମା ବେଦାନ୍ତ ପତି ହୃଦୟରେ ଜଗନ୍ନାଥ ବସି ଅଛନ୍ତି। ଯୋଉ ବ୍ରହ୍ମା ସୃଷ୍ଟି କରିଥିଲେ, ଯୋଉ ବିଷ୍ଣୁ ପାଳନ କରିଥିଲେ, ଯେଉଁ ଶିବ ସଂହାର କରିଥିଲେ, କରିଥିଲେ। ସେ ଆପଣଙ୍କର ଶରୀରରେ ଅଛି। ଆପଣ କାହିଁ ବାହାରକୁ ଯାଉଛନ୍ତି ମ? ନା, ଏ ଶରୀର ତ ଆପଣଙ୍କର ସତ। ଘରେ ଅଛନ୍ତି ବ୍ରହ୍ମା। ଆଚ୍ଛା। ଯଦି ଏ ପିଣ୍ଡ ଦିହରେ ଅଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର, ତେଣୁ ଆପଣଙ୍କର ଘର ଭିତରେ ଅଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର। ସେ ଘର ଭିତରେ ଏଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର କିଏ? କିଏ ସେ? ବାପ ହଉଛି ବ୍ରହ୍ମା, ମା ହଉଛି ବିଷ୍ଣୁ, ଯାହାକୁ ବିବାହ ହେଲ ତେମେ ସିଏ ହଉଛି ଶିବ। ଏମିତି ଯାହାକୁ ତୁ ବିବାହ ହେଲୁ ଶାଢ଼ୀ ଶଙ୍ଖା ଦେଇ, ସେଇ ତୋତେ ଖାଉଥିବ ଦେବୀ ରୂପ ହୋଇ। ସେଇ ତୋତେ ଖାଉଥିବ ରୂପୀ ହୋଇ। ଏଇଠି ମହାପୁରୁଷ କହିଲେ ତମ ଘରେ ଅଛି ବ୍ରହ୍ମା ହଉଛି ବାପା, ବିଷ୍ଣୁ ହଉଛି ମା, ଯାହାକୁ ବିବାହ ହେଲେ ସେ ହଉଛି ଶିବ। ଯୋଉ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏ ପିଣ୍ଡରେ ଅଛନ୍ତି, ସେ ପିଣ୍ଡ ଦିହରେ ସନ୍ତ କବି ଭୀମଭୋଇ କହିଲେ ନାଭିରେ ଯଦି ରହିଲେ ବ୍ରହ୍ମା, ତେଣୁ ଆମେ ଜାଣିବା କେମିତି? କେମିତି? ସତ ରଜ ତମ ତ୍ରିଗୁଣରେ ଜଡ଼ିତ ଅଛନ୍ତି। ନାଇଁ, ସତ ରଜ ତମ ହେଲା ତ୍ରିଗୁଣ। ତ୍ରିଗୁଣରେ ରହିଛନ୍ତି କିଏ? ସେ ବ୍ରହ୍ମା ବିଷ୍ଣୁ ମହେଶ୍ୱର। କଣ୍ଠ ଚକ୍ରରେ ସଦାଶିବ ଅଛନ୍ତି, ନାଭି କମଳରେ ବ୍ରହ୍ମା ଅଛନ୍ତି, ଭୂତୁ ପିଣ୍ଡରେ ଜଗନ୍ନାଥ ବସି ଅଛନ୍ତି। ୟାକୁ ଯଦି ତମେ ଚିହ୍ନି ପାରିବ, ତାହେଲେ ଏ କାଷ୍ଠ ଗୋଟିଏ ଭାଗବତରେ ଗୋଟିଏ ପଦ ଅଛି, କାଷ୍ଠ ପାଷାଣ ତରୁଲତା। ଏମାନେ ଦେବତା, ଏମାନଙ୍କ ଜ୍ଞାନ ନାହିଁ। ଶୁଣ ଉତ୍ସବ ମନ ଦେଇ, ଶୁଣ ଉତ୍ସବ ମନ ଦେଇ, ଭଲ ମନ ଦେଇ, ଶୁଣ ଉତ୍ସବ ମନ ଦେଇ। ପ୍ରକୃତ ଦେବତା କିଏ? ଗୁରୁ ବ୍ରାହ୍ମଣ ପିତା ମାତା। ଗୁରୁ ବ୍ରାହ୍ମଣ ପିତା ମାତା। ଗୁରୁ କିଏ? ବାବା ହେଉଛନ୍ତି ଗୁରୁ, ଆମେ ହେଉଛୁ ଶିଷ୍ୟ। ବାବାଙ୍କ ପାଦ ଧୂଳି ଯଦି ଆମେ ପାଦରେ ମୁଣ୍ଡରେ ମାରିବା, ତାହେଲେ ଗୋଟିଏ କଥା ଅଛି, ଅଖାଦ୍ୟ ଖାଓରେ ମନ ପ୍ରିୟ ଗୋମାଂସ ପାଣିକି। ଅଖାଦ୍ୟ ଖାଓରେ ମନ ପ୍ରିୟ ଗୋମାଂସ ପାଣିକି। ଅଖାଦ୍ୟ ଖାଓରେ ଅଖାଦ୍ୟ। ବାବାଙ୍କର ପାଦ ଧୂଳି ହଉଛି ଅଖାଦ୍ୟ, ନାଇଁ? ବାବାଙ୍କର ପାଦ ଧୂଳି ହଉଛି ଗୋମାଂସ। ଗୋମାଂସ, ଗୋମାଂସ ତ ଗୁରୁ, ଗୁରୁଙ୍କ ପାଦ ଧୂଳି, ନାଇଁ? ସେ ହଉଛି ଅଖାଦ୍ୟ। ଗୁରୁଙ୍କର ପାଦ ଧୂଳିକି ଯଦି ପାଇପାରିବ, ତେଣୁ କହିଲେ ଅଖାଦ୍ୟ ଖାଓରେ ମନ ପ୍ରିୟ ଗୋମାଂସ ପାଣି। ରାଣ୍ଡି ପୁଅ ସଙ୍ଗେ ଭେଟ ହେଲେ, ନାଇଁ, କାହାକୁ ଭେଟିବୁ ବେଣୁ ପାଣି। ରାଣ୍ଡି ପୁଅ କିଏ? କୁନ୍ତୀର ପାଞ୍ଚ ପୁଅ, ନାଇଁ?
ଆଉ ଟିକେ ଭିତରକୁ ଆସ ନା ଭିତରକୁ ଆସ ଏପଟେ ଆସ। ହଁ ଆସ ଆଉ ତ କଣ ସେଥିରେ କ୍ୟାମେରା ପୁଣି ଲାଗିଛି ଯା ହଉ ଲେଖ ବେଙ୍ଗ ବେହେରା ପୁଅ ବିଷ୍ଣୁ ବେହେରା ଭାରତ ମୁଦ୍ରା ଦେଇଥିବାରୁ ମୁଁ ଆଜି ଶରଣ ନଉଛି ମୋର ବଡ଼ ଭାଇକି। ତେଣୁ ପାଦ ଧୂଳି ତାପରେ ଏମିତି ଆମ ଉପରେ ଟିକେ ଆଶୀର୍ବାଦ ରଖିଥାନ୍ତୁ, ଏମିତି ଆମେ ଦୀର୍ଘାୟ ହଉ। ନାଇଁ ଆଜ୍ଞା ପାଣି ବାବୁ ବଞ୍ଚିଛନ୍ତି, ମରି ନାହାନ୍ତି ବଞ୍ଚିଛନ୍ତି। କାହିଁ ମରି ଯାଇଥାନ୍ତେ, ପାରାଲସ ହେଇଯାଇଥିଲା ବଞ୍ଚି ଯାଇଛି। କିନ୍ତୁ ଯାହା ହଉ ଆପଣଙ୍କ ଆଶୀର୍ବାଦରୁ ମୁଁ ଏଠି ଭଲ ଟିକେ ପରିବେଷଣ କରୁଛି ବାବାଙ୍କ ଦୟାରୁ। ତେଣୁ ସେଇ ପରମ ବ୍ରହ୍ମଙ୍କ ଦୟାରୁ ମୁଁ ଟିକେ ବଞ୍ଚି ଯାଇଛି ଆଜ୍ଞା, ମୁଁ ମରି ନାହିଁ। ମୁଁ ମରିବେ ତ ଆପଣମାନେ ଜାଣିବେ ନାହିଁ, ପାଣି ପାଣି ମରିଗଲା ବୋଲି। ଯାହା ହଉ ତେଣୁ ଆଜ୍ଞା ଯାହା ହଉ ଅଲେଖ ସତଗୁରୁ ରୂପଞ୍ଚମ ସତ୍ୟ ଧର୍ମ ପ୍ରକାଶିତ ସରବ ଭାରତ ପରମ ପରଧୀତ ଭକ୍ତି ମୁକ୍ତିର ସଂସଦ ଅଲେଖ ବୈଶୂନ୍ୟ ଅମୃତି ପରମ ପଦ ଅକୁଳ ଅମୂଳମ ରାମ ଅନାଦି ବ୍ରହ୍ମ ଦେଇଥିବା ଭାରତ ମୁଦ୍ରା ମୋ ବାବୁ। ତେଣୁ ସେଇ ପରମ ବ୍ରହ୍ମ ତାଙ୍କର ଗାଈ କରନ୍ତୁ। ତେଣୁ ତାଙ୍କ ଚଲା ପଛରେ ପୁଷ୍ପବୃଷ୍ଟି କରନ୍ତୁ। ଗୁରୁ ମହିମା ଅଲେଖ ମହାଶୂନ୍ୟ ବ୍ରହ୍ମ ମହିମା ଅଲେଖ। ଯାହା ହଉ ସେ ତେଣୁ ମହାପୁରୁଷ ସେଇଠି ବର୍ଣ୍ଣନା କଲେ କଣ ଗୋମାଂସ। ଗୋମାଂସ ତ ଗୁରୁଙ୍କର ପାଦ ଧୂଳି ହଉଛି ଗୋମାଂସ। ଅଖାଦ୍ୟ ଅଖାଦ୍ୟ ହଉଛି ଧୂଳି। ନାଇଁ ବାବାଙ୍କର ପାଦ ହଉଛି ଅଖାଦ୍ୟ। ନାଇଁ ଅଖାଦ୍ୟ ଖାଓରେ ମନ ପ୍ରିୟ ଗୋମାଂସ ପାଣି। କୁନ୍ତୀର ପୁଅ ହେଇଥିଲେ କେତେ 5 ପୁଅ। ନାଇଁ ସେ କଣ ତାଙ୍କ ବାପା ଥିଲେ କି, ସେ ହଉଛନ୍ତି ରାଣ୍ଡି ପୁଅ। ତେଣୁ ବେଣୁପାଣି, ବେଣୁପାଣି ଅର୍ଥ କୃଷ୍ଣଙ୍କୁ କହନ୍ତି ବେଣୁପାଣି। ନାଇଁ ତେଣୁ ସାରିକୁ ଯାଉନି ମୋ ତତ୍ଵଟି ମୁଁ ଆଜି ସାରିବି। ଭଜନଟି କିପରି ଭାବରେ ଏ ସଂସାର କରିବେ ମାନବ ଜନ୍ମ ହେଇ। ତେଣୁ ମୁଁ ଏଇଠୁ ବନ୍ଦ କରିବି। ତେଣୁ ଆପଣମାନେ ପରିବେଷଣ କରିବେ, ମୁଁ ସଠିରେ କରି ନେଇ ଯାଉଛି। ଯାହା ହଉ ଗୁରୁ ମହିମା ଅଲେଖ ମହାଶୂନ୍ୟ ବ୍ରହ୍ମ ମହିମା ଅଲେଖ। ତେଣୁ କଣ କହିଲେ ନା ପରମ ବ୍ରହ୍ମ କର ନାଭି କମଳରେ ରହିଲେ ବ୍ରହ୍ମା ରାମ, ଯେ କି ସତ ଶାନ୍ତି ଦୟା କ୍ଷମା। ଏ ଲେଖା ହେଇଛି ସତ ସନାତନ ଅଲେଖ ମହିମା। କାରଣ କଣ, ସତ୍ୟରେ ଚାଲିଛନ୍ତି ବୋଲି ତା ନାଁ ହେଲା ସତ୍ୟ ସନାତନ। ସନାତନ ଅର୍ଥ ଧର୍ମ, ସବୁ ଧର୍ମ ପରେ ଶ୍ରେଷ୍ଠ। ନାଇଁ ଭକ୍ତି ମୁକ୍ତି ସଂଶୟ। କାହିଁକି ଯେ ବର୍ତ୍ତମାନ ବାବା ମହୋଦୟ ମାନେ ତେଣୁ ଆଜି ବିରାଜମାନ କରିଛନ୍ତି। ଆମର କେଡ ବଡ ଭାଗ୍ୟ। ସନ୍ତ କବି ଭୀମ ଭାଇ କହିଲେ ନାଭି କମଳରେ ରହିଲେ ବ୍ରହ୍ମା। ନାଇଁ ବ୍ରହ୍ମାଙ୍କୁ ଦେଖିନେ ଆମେ ସତ ରଜ ତମ ତ୍ରିଗୁଣରେ ଜଡ଼ିତ ବ୍ରହ୍ମା ବିଷ୍ଣୁ ମହେଶ୍ୱର। ସନ୍ତ କବି ସେଇ କଥାଟି ଦେଖାଇଗଲେ। ଏତେ ଆଡକୁ କାହିଁ ଯାଉଛ, ତମ ନାଭିରେ ବ୍ରହ୍ମା ଅଛି ନା କୋଉଠି ଅଛି? କହିଲେ ନାଭି କମଳରେ ବ୍ରହ୍ମା ବେଦାନ୍ତପତି ହୃଦୟରେ ଜଗନ୍ନାଥ ବସି ଅଛନ୍ତି। ଶ୍ରୀକ୍ଷେତ୍ର କାହିଁକି ଯିବ, ଏଠି ବା ଜଗନ୍ନାଥ ଅଛନ୍ତି। ହୃତୁପିଣ୍ଡ ଜଗନ୍ନାଥ। ହୃତୁପିଣ୍ଡ ଚାଲିଗଲେ ଜଗନ୍ନାଥ ଆଉ ଦେଖିପାରିବ ନାହିଁ। ନାଇଁ ହୃତୁପିଣ୍ଡ ଅଛି ବୋଲି ଦେଖିବ। ତେଣୁ କଣ୍ଠ ଚକ୍ରରେ ସଦାଶିବ ଅଛନ୍ତି। ନାଇଁ ଯୋଉ ବିଷ ପାନ କରିଥିଲେ ସମୁଦ୍ର ମନ୍ଥନ ବେଳେ, ନାଇଁ ଯୋଉ ବିଷକୁ ପାନ କରିଥିଲେ ନୀଳକଣ୍ଠ ବୋଲି ତାର ନାଁ ଦିଆଯାଇଛି। ତେଣୁ ସେ କଣ୍ଠ ଚକ୍ର ଧିରେ ଅଛନ୍ତି। ତା ଉପରେ କିଏ କଣ୍ଠ ଚକ୍ରରେ ସଦାଶିବ ଅଛନ୍ତି ନାହିଁ। ଅଷ୍ଟାଙ୍ଗ ଯୋଗ ସମାଧି ନାମକୁ ଧ୍ୟାଇ। କାହିଁକି ସେ ଅଛନ୍ତି କଣ୍ଠ ଚକ୍ରରେ? କଣ ତାଙ୍କର କାମ? ଆମେ ଯୋଉ ପିଉଛେ ମାଗୁଛେ ଟିକେ ପିଇବା, ଆଣେ ପାଣି ଟିକେ ଆଣିଲେ ପିଇବା। ନାଇଁ ଖାଇ ମାଗୁଛେ ସେ ଅଛନ୍ତି ବୋଲି ଆମେ ମାଗୁଛେ। ସେ ଯଦି ନଥିବେ ଆମେ କଣ ମାଗି ପାରିବା କି? ତାକୁ ଚିହ୍ନିବାକୁ ପଡିବ। ଶିବ କେମିତି? କଣ୍ଠ ଚକ୍ରେ ସଦାଶିବ ଅଛନ୍ତି ରହି
অষ্টাঙ্গ যোগ সমাধি নাম কুশলাই ଆମେ ଜାଣିପାରୁନେ ରୁଦ୍ର ଅନଳ ଜଳା ଉଠୁ ଅଛି ହୁତାଶ କଣ୍ଠ ଶୁଖି ଯିବାରୁ କରୁ ଅଛି ପିଉଷ ପକତା ରଡ଼ି ଛାଡ଼ୁ ଅଛି ଶପଥ ଘୋଷ କହି ଉପରକୁ ଅଛି ତ୍ରିକୁ ସଙ୍ଗୀ ଫଳାରେ ତ୍ରିକୁ ସଙ୍ଗୀ ନାଇଁ ନିରାକାରଙ୍କ ଡୋବା ଶୁଚି ଯାଇଛି ନିରାକାରଙ୍କ ଦିନେ ଶୁଚି ଯାଇଛି ତାହେଲେ ନିରାକାର କୋଉଠି ଥିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ନିରାକାର ଠୁ ଜନ୍ମ ହେଲେ ତାହେଲେ ନିରାକାରଙ୍କ ସ୍ଥାନ କୋଉଠି ସନ୍ତ କବି ସୁନ୍ଦର ଭାବରେ ବର୍ଣ୍ଣନା କରି କହିଲେ ଠୁଳ ଶୂନ୍ୟ ନିରାକାର ରହି ଅଛନ୍ତି ତହିଁ ଏକ ଈଶପୁର ତଳକୁ ପୃଥି শ্রীক্ষেত্র জগন্নাথ নুয়ে জগন্নাথ যে জগিছি সে হচ্ছে জগন্নাথ নাই তেমন জগিছি কোটি কোন জগিছি কলে বাম ডাহাণ কান্ত শ্রীরাম জগন্নাথ বাম ডাহাণ কান্ত শ্রীরাম জগন্নাথ পূর্বরে কুশল চন্দ্র পছর আগে অনন্ত পুরা পুরা পড়িছে শাস্ত্রাদি গ্রন্থরিত সেঠারে উদ্যাপন হেউছি কবি কুকুর ওই আসুছি বাবু ঋণাতি ভরে ঋণাতি জিম্বাবাদন কিনে ছক রাশিদি কিছু দেখা যাউনি ফুল শূন্য যদি নিরাকার রহিলে তা উপরে কইলে রহিলে কিয়ে তালু উপরে রহিলে কিয়ে পরম ব্রহ্ম রহিলে যাহাকে আমি ব্রহ্ম কହୁଛେ তালুকা দুয়ার শিখা লেখ পুর অখণ্ডিত পূর্ণ ব্রহ্ম বীজ দুয়ার শিখা লেখ পুর অখণ্ডিত পূর্ণ ব্রহ্ম বীজ শ্রী গুরুদেব সমু অরস সব
শ্রী গুরুদেব স্বামী অনশে সাইরা তোমাকে সমর্থ বনিবা মুকেশ সমর্থ বনিবা একুশ পুরনার নটারে গুণা সীমা অত্যন্ত সুবাসিতা কহিবা সুদর্মা মহাশূন্য আরে এই শরীরে জ্ঞান শরীরে ମାତୃଗର ଭଲ ତତ୍ତ୍ୱକୁ ନେଇ ମାନବ କିପରି ଦୁର୍ଲଭ ଶରୀରରେ ଧାରଣ କରି ଏ ସଂସାରରୁ ତରିବ। ତେଣୁ ଏଇ ବିଷୟଟି ଆମେ ଏଇ ସନ୍ତ କବି ଭୀମଭୋଇଙ୍କର ଯିଏକି ଅଡ଼ଶପୁର ଗ୍ରାମରେ ଯେ ଅଲେଖ ମହିମା ମଠ ବାବା ମହୋଦୟ ମାନେ ବିରାଜମାନ କରିଛନ୍ତି, ଭକ୍ତମାନେ ଏକତ୍ରିତ ହୋଇଛନ୍ତି। ତେଣୁ କୋଟି କୋଟି ଶରଣ ନେଇ ଆମେ ଏଇଠି ବନ୍ଦ କରିବାକୁ ଯାଉଛୁ। ତେଣୁ ଦୋଷ ଥିଲେ ଆପଣମାନେ କ୍ଷମା ଦେବେ। ତେଣୁ ଯାହା ହଉ ଯାହା ଭୁଲ ଥିଲେ ଆପଣମାନେ କ୍ଷମା ନେବେ। ଗୁରୁ ମହିମା ଅଲେଖ।